ବୁଧ ମହାଗ୍ରହ ମେଷ ରାଶିରେ ଥାନ୍ତି। ତାହେଲେ ଜେନେରାଲି ଦେଖାଯାଏ ବୁଧ ମହାଗ୍ରହ ଯଦି ମେଷ ରାଶିରେ ଥାନ୍ତି, ଜାତକଟା ଦୁଷ୍ଟ ବୁଦ୍ଧି ବାଲା ହେଇଥାଏ, ଚଞ୍ଚଳ ମନ, ବହୁତ ଖାଇବା ବାଲା, ଟିକେ ଟିକେ କଥାରେ ଝଗଡାଳୁ, ନିର୍ଦ୍ଦୟୀ, ଋଣୀ, ଏବଂ ଯାହା ତାକୁ ଦରକାର ଥାଏ ପ୍ରାୟତଃ ସେଇ ସମୟରେ ତାକୁ ସେ ଜିନିଷ ମିଳେ ନା। ଯଦି ବୁଧ ଉପରେ ନୈସର୍ଗିକ ପାପ ଗ୍ରହଙ୍କର, ଯାହା ଆମେ ସମସ୍ତେ ଜାଣିଛେ ବୁଧ ମହାଗ୍ରହ ହଉଛନ୍ତି ଗୋଟେ ଶୁଭ ଗ୍ରହ, ନୈସର୍ଗିକ ଶୁଭ ଗ୍ରହ, କିନ୍ତୁ ବୁଧ ମହାଗ୍ରହ ଯଦି ପାପ ଗ୍ରହଙ୍କର ଦୃଷ୍ଟିରେ ଆସିଗଲେ, ଯେମିତି କି ମଙ୍ଗଳ, ଶନି, ରାହୁ, କେତୁ, ତାହେଲେ ଏ ଫଳରେ ବୃଦ୍ଧି ହବ। ଯଦି ନୈସର୍ଗିକ ଶୁଭ ଗ୍ରହଙ୍କର ଯଥା ଅ, ଗୁରୁଦେବ ବୃହସ୍ପତି, ଶୁକ୍ର, ଚନ୍ଦ୍ର, ପାପ ରହିତ ଚନ୍ଦ୍ର ର ଦୃଷ୍ଟିରେ ଆସିଗଲେ, ତାହେଲେ ସୋ ଏଇ ଫଳ ଗୁଡିକର ଯୋଉ ଖରାପ ଫଳ ଗୁଡିକ ଅଛି ସେଟା ଧୀରେ ଧୀରେ ଭଲ ଫଳରେ ପରିଣତ